মধ্যে আমি আলোচনা করেছিল ଆଉ ଯୀଶୁ ଖ୍ରୀଷ୍ଟ ବାସ୍ତବରେ ତାକୁ ମୃତ୍ୟୁ ତାକୁ ଆବଦ୍ଧ କରିପାରିନାହିଁ, ତାକୁ ମୃତ୍ୟୁ ତାକୁ ରଖିପାରିନି। ତେଣୁ ଯୀଶୁ ଖ୍ରୀଷ୍ଟ 3 ଦିନରେ ଉତ୍ଥିତ ହୋଇଛନ୍ତି। ତେଣୁ ମୋର ପ୍ରିୟମାନେ, ତାର ଉତ୍ଥିତର ମଧ୍ୟ ପୁନର୍ଥିତର ଅନେକ ତାର ପ୍ରମାଣ ମଧ୍ୟ ଆମେ ଏତେଟା କାଲି ଆଲୋଚନା କଲୁ। କାରଣ କାଲି ମୁଁ ଯାହା ସେମିତି କହିବି, ତାର ଶୂନ୍ୟ କବର ଥିଲା, ଆଉ ସ୍ୱର୍ଗଦୂତଙ୍କ ସାକ୍ଷ୍ୟ ଥିଲା, ଏବଂ ପୁନରୁତ୍ଥାନର ପରେ ଯୀଶୁଙ୍କ ସହିତ ଅନେକ ଲୋକେ କଥା ହୋଇଥିଲେ ଏବଂ ପୁନରୁତ୍ଥାନ ପରେ ଯୀଶୁ ଭୋଜନ ପାଳନ ମଧ୍ୟ କରିଥିଲେ ଏବଂ ପୁନରୁତ୍ଥାନ ପରେ ଅନେକଙ୍କୁ ସେ ଦର୍ଶନ ଦେଇଥିଲେ। ସ୍ଟିଫାନଙ୍କୁ ଦର୍ଶନ ଦେଇଥିଲେ, ଚାଳନକାରୀ ଚାଉଳଙ୍କୁ ମଧ୍ୟ ଦର୍ଶନ ଦେଇଥିଲେ ଏବଂ ପୁନରୁତ୍ଥିତ ଯୀଶୁ ଆଜି ମଧ୍ୟ ଦର୍ଶନ ଦେଉଛନ୍ତି। ଆଉ ପୁନରୁତ୍ଥାନର ଅନେକ ପ୍ରମାଣ ଆମେ ଦେଖିପାରୁଛୁ। କିନ୍ତୁ ଆଜି ଆମେ ଯଦି ଆଲୋଚନା କରିବା ଯେ ପୁନରୁତ୍ଥାନର ସୁଫଳ ବା ପୁନରୁତ୍ଥାନ ହେବା ଦ୍ୱାରା ଆମର କି ଆମେ ଫଳ ପାଇଅଛୁ, ତାହା ଆମେ ଆଲୋଚନା କରିବା ଆଜି ମୋର ପ୍ରିୟମାନେ। କାରଣ ଯୀଶୁ ଖ୍ରୀଷ୍ଟ ମୃତ୍ୟୁ ଭୋଗ କରି ଯେପରି ସମସ୍ତଙ୍କ ପାଇଁ ଗୋଟେ ଉଦ୍ଦିଷ୍ଟ ଥିଲା, ମୃତ୍ୟୁ ଭୋଗର ସମସ୍ତଙ୍କ ପାଇଁ ଗୋଟେ ଆବଶ୍ୟକତା ଥିଲା, ସେହିପରି ପୁନରୁତ୍ଥାନ ମଧ୍ୟ ସେପରି ସମସ୍ତଙ୍କ ପାଇଁ ଆବଶ୍ୟକତା ଅଛି। କାରଣ ପୁନରୁତ୍ଥାନ ହିଁ ଆଉ ବିଶ୍ୱାସ ହିଁ, କିନ୍ତୁ କେବଳ ବିଶ୍ୱାସ ହିଁ ତାର ସୁଫଳ ଭୋଗ କରିପାରିବ। ଆଉ ବିଶ୍ୱାସୀ ମାନଙ୍କ ପାଇଁ ହିଁ, ଯେଉଁମାନେ ଆଜି ବିଶ୍ୱାସ କରିଛନ୍ତି ସେମାନଙ୍କ ପାଇଁ ପୁନରୁତ୍ଥାନର ସୁଫଳ ଆମେ ଦେଖିବାକୁ ପାଉଛୁ। ଆସନ୍ତୁ ଆମେ ଏଥିପାଇଁ ସେ ଶାସ୍ତ୍ର ଆମେ ପାଠ କରିବା। ଈଶ୍ୱର ବିଶ୍ୱାସୀ ମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହିତ ସଜୀବ କରନ୍ତି। ଈଶ୍ୱର ବିଶ୍ୱାସୀ ମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରନ୍ତି, ନିର୍ଜୀବନ ସଜୀବ କରନ୍ତି। ଏହା ଅନୁସାରେ ଆଜି ଆମେ ପାଠ କରିବା। ଆସନ୍ତୁ ଆମେ ଏଫେସୀୟ 2 ପଦ 1ରୁ 6 ପଦ ଆମେ ପଢିବା। ଆଉ କିଏ ଯଦି ପାଇବେ ଏଫେସୀୟ 2 1ରୁ 6 ଯେକୌଣସି ଭଉଣୀ ପଢିବେ, ଆଉ ଗୋଟେ କିଏ ଭାଇ ମାନେ ପଢିବେ କଲୋସ୍ୟ 3 1-3 ପଦ ଆମେ ଆଲୋଚନା କରିବା। ଏଫେସୀୟ 2 ପର୍ବ 1ରୁ 6 ପଦ ଯାଏ। ଏହି ସଂସାରର ଭାବ ଅନୁସାରେ ପୁଣି ଆକାଶ ମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଆତ୍ମା ଏବେ ହିଁ ଅନାଜ୍ଞା ବୋହ ସନ୍ତାନ ମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତାହାର ଇଚ୍ଛା ଅନୁସାରେ ତୁମମାନେ ମଧ୍ୟ ପୂର୍ବରେ ଆଚରଣ କରି ଅପରାଧ ଓ ପାପରେ ମୃତ ଥିଲ। ସେ ଅନାଜ୍ଞା ବୋହ ସନ୍ତାନ ମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ପୁଣି ଅନ୍ୟମାନଙ୍କ ପ୍ରତି ସୁଦ୍ଧା ସୁଭାବତ କ୍ରୋଧର ପାତ୍ର ଥିଲୁ। ମାତ୍ର ଏହିପରି ଅପରାଧରେ ମୃତ୍ୟୁ ହେଲେ ହିଁ ଦୟାସାଗର ଯେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହା ପ୍ରେମରେ ପ୍ରେମ କଲେ, ସେଥି ସକାଶେ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମେମାନେ ପରିତ୍ରାଣ ପାଇଅଛ। ପୁଣି ତାହାଙ୍କ ସହିତ ଆମମାନଙ୍କୁ ଉଦ୍ଧାପିତ କରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବେଶନ କରାଇଅଛନ୍ତି। ଧନ୍ୟବାଦ। ଆଉ ଗୋଟେ ପଦ କରିବା କଲୋସ୍ୟ 3 ପର୍ବ 1ରୁ 3। କଲୋସ୍ୟ 3 ତାପରେ 1 ପଦରୁ 3 ପଦ ଯାଏ ପାଠ କରିବା। ତୁମେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉଦ୍ଧିତ ହୋଇଅଛ,
ତେବେ ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ ସେଇ ଉର୍ଦ୍ଧ୍ୱ ସ୍ଥାନର ବିଷୟ ସବୁ ଅନୁସରଣ କର। ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଉର୍ଦ୍ଧ୍ୱସ୍ଥ ବିଷୟରେ ଆସକ୍ତ ହୁଅ, କାରଣ ତୁମେମାନେ ମରିଅଛ, ଆଉ ତୁମମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଯୁକ୍ତ ଅଛି। ଆମେନ୍। ଆମେ ଯାହା ସ୍ଥାନ ଆମେ ପାଠ କରୁ ପୁନରୁତ୍ଥାନର ସୁଖ ବିଶ୍ୱାସୀ ମାନଙ୍କୁ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଏମିତି ସଜୀବ କରିଛନ୍ତି। କାରଣ ଯୀଶୁ ଖ୍ରୀଷ୍ଟ ଅପରାଧ ନିମନ୍ତେ କ୍ରୁଶରେ ସମର୍ପିତ ହେଲେ ଏବଂ ଆମକୁ ଧାର୍ମିକ ଗଣିତ କରିବା ନିମନ୍ତେ ସେ ପୁନରୁତ୍ଥିତ ହେଲେ। ତେଣୁ ପୁନରୁତ୍ଥାନର ନିଶ୍ଚିତ ବିଶ୍ୱାସୀ ମାନଙ୍କ ନିମନ୍ତେ ସୁଫଳ ହେଲେ। ମୋର ପ୍ରିୟ ମାନେ ଆମେ ଯେତେବେଳେ ପଢିଲୁ ଏଫେସୀୟ ପୁସ୍ତକ ତାର 2 ପର୍ବ 1-6 ସ୍ଥାନ ଲେଖା ହେଇଛି, ଏଇ ସଂସାର ଭାବ ଅନୁସାରେ ଆକାଶ ମଣ୍ଡଳ ରାଜ୍ୟର ଅଧିପତି ଅର୍ଥାତ୍ ଯେଉଁ ଆତ୍ମା ଅନାଜ୍ଞା ମାନଙ୍କ ଠାରେ କାର୍ଯ୍ୟ ସାଧନ କରୁଅଛି, ତୁମେମାନେ ମଧ୍ୟ ପୂର୍ବରେ ଜଣ କରି ଅପରାଧ ଓ ପାପରେ ମୃତ ଥିଲା। ମୋର ପ୍ରିୟ ମାନେ ଯେ ଅନାଜ୍ଞା ବହତା ମନୁଷ୍ୟ ଯାହା ଆଦମ ଠାରୁ ଅନାଜ୍ଞା ଚାଲିଅଛି, ଆଉ ସେ ଅନାଜ୍ଞା ବହ ସନ୍ତାନ ମାନଙ୍କ ସହିତ ଆମେ ସମସ୍ତେ ମଧ୍ୟ ଏକ ସମୟରେ ଆମେ ଶାରୀରିକ ପ୍ରୟାସ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରୁଥିଲୁ। ଯୋଉ ଅବାଧ୍ୟତା ଯୋଉ ଅନାଜ୍ଞା ବହତା ସେଠି ଆମେ ନିଜର ଶାରୀରିକ ଅଭିଳାଷ, ନିଜ ଚିନ୍ତା, ନିଜ ଭାବନା ଆମେ ସମସ୍ତେ ଅଭିଳାଷରେ ପୂର୍ଣ୍ଣ କରୁଥିଲୁ। କାରଣ ଅନାଜ୍ଞା ବହତା ଯୋଗୁଁ ଆଜି ଆମେ ଆଦମ ଆମେ ଦେଖିପାରୁଛୁ ସେମାନଙ୍କ ଜୀବନ ଆଜ୍ଞା ଲଙ୍ଘନ ହେତୁ ଅନାଜ୍ଞା ବହତା ହେତୁ ଆଜି ସେମାନେ ଶାରୀରିକ ଅଭିଳାଷ, ଚକ୍ଷୁର ଅଭିଳାଷ ଏବଂ ଲୌକିକ ଦ୍ରବ୍ୟରେ ସେମାନେ ଆଜି ସେ ଅନାଜ୍ଞା ବହତା ମନୁଷ୍ୟ ଜୀବନରେ ପୂର୍ଣ୍ଣତା ଅଛି। ମାତ୍ର ଏହିପରି ଅପରାଧରେ ମୃତ ହେଲେ ହିଁ ଦୟାଳ ସାଗର ଯେ ଈଶ୍ୱର ଆମମାନେ ସେଇ ଅନାଜ୍ଞା ବହତାରେ ପାପରେ ଶାରୀରିକ ଅଭିଳାଷରେ ପୂର୍ଣ୍ଣତା ହେଲେ ହିଁ, ମାତ୍ର ଏହିପରି ଅପରାଧରେ ଆମେ ମୃତ ହେଲେ ହିଁ ଦୟାର ସାଗର ଯେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥିପାଇଁ ଆମମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ହାଲେଲୁୟା। ମାନେ ଯେଉଁ ଅନାଜ୍ଞା ବହତା, ଯେଉଁ ଅବାଧ୍ୟତା, ଯେଉଁ ଶାରୀରିକ ଅଭିଳାଷରେ ଆମେ ପୂର୍ଣ୍ଣ ଥିଲୁ ଏବଂ କିନ୍ତୁ ସମୟରେ ମଧ୍ୟ ଖ୍ରୀଷ୍ଟ ଆମମାନଙ୍କୁ ନିଜର ପ୍ରେମ ଦୟା ସାଗରରେ ଈଶ୍ୱର ସେ ଆମମାନଙ୍କୁ ଯେଉଁ ମହାପ୍ରେମରେ ଆମକୁ ପ୍ରେମ କଲେ, ସେଥି ସକାଶେ ଆମେ ମାନେ ଖ୍ରୀଷ୍ଟଙ୍କ ସହିତ ସଜୀବ ଅଛନ୍ତି। ଆମେ ପଢିଛୁ ସେଦିନ ଆମେ ପାପ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁବରଣ କଲେ, ସେଥିରେ ତାଙ୍କ ପ୍ରେମ ସହ ପ୍ରମାଣ କରିଅଛନ୍ତି। ସେଇ ମହାପ୍ରେମରେ ପ୍ରଭୁ ଆଜି ଆମମାନଙ୍କୁ ଅନାଜ୍ଞା ବହତା ସମୟରେ, ଅବାଧ୍ୟତା ସମୟରେ, ଶାରୀରିକ ପୂର୍ଣ୍ଣତା ସମୟରେ, ଅଭିଳାଷ ସମୟରେ ପ୍ରଭୁ ଯେ ମହାପ୍ରେମରେ ଆଜି ଆମ୍ଭମାନଙ୍କୁ କାଲବରୀ କ୍ରୁଶରୁ ହତ ହେବା ଦ୍ୱାରା ଏବଂ ପୁନରୁତ୍ଥିତ ହେବା ଦ୍ୱାରା ସେ ଆମମାନଙ୍କୁ ମହାପ୍ରେମରେ ପ୍ରେମ କଲେ। ସେଥି ସକାଶେ ଆମେ ଖ୍ରୀଷ୍ଟଙ୍କ ସହିତ କଣ ହେଲୁ? ସଜୀବ ହେଲୁ। ଯେତେବେଳେ ଆମେ ବିଶ୍ୱାସ କଲୁ, ଗ୍ରହଣ କଲୁ, ସେଥିରେ ଆମେ ନିଶ୍ଚିତ ପ୍ରଭୁଙ୍କ ଠାରେ ଆମେ ସଜୀବ ହେଲୁ। ମୋର ପ୍ରିୟ ମାନେ ଏହା ଏଣୁ ଲେଖା ହେଇଛି, ଅନୁଗ୍ରହିତ ମାନେ ପରିତ୍ରାଣ ପାଇଅଛ। ଅନୁଗ୍ରହ ଆସୁଅଛି। ଅନୁଗ୍ରହ ଅର୍ଥ ଯାହାକି ଆମମାନଙ୍କ ଯୋଗ୍ୟତା ନଥିଲା ତାହା ପାଇବା ପାଇଁ, ଆମର କୌଣସି ଦକ୍ଷତା ନଥିଲା ଯାହାକି କୃପା ପାଇଅଛୁ। ଅନୁଗ୍ରହ ତାର ଅର୍ଥ ଯାହାକି ଆମମାନଙ୍କ କୌଣସି ପାଇବାର ଯୋଗ୍ୟତା ନଥିବାରୁ ଆମେ ଯୋଗ୍ୟତା ପାଉଛୁ, ତାହା ହଉଛି
ଅନୁଗ୍ରହ। ତେଣୁ ଏହି ସ୍ଥାନ ଆମେ ଅତି ପ୍ରାଞ୍ଜଳ ଭାବରେ ଦେଖିପାରୁଛୁ କେବଳ ଆମେ ଅନୁଗ୍ରହରେ ପରିତ୍ରାଣ ପାଇଛୁ। ଯୀଶୁଖ୍ରୀଷ୍ଟଙ୍କ ମୃତ୍ୟୁ ଏବଂ ପୁନରୁତ୍ଥିତ ହେବା ଦ୍ୱାରା ଆମେ ଧାର୍ମିକ କରିଥାଇ ତାହାଙ୍କ ଅନୁଗ୍ରହରେ ପରିତ୍ରାଣ ଆମେ ପାଇଅଛୁ। ପ୍ରାଞ୍ଜଳ ଭାବରେ ଆମେ ଦେଖିପାରୁଛୁ ଯାହାକି ଏଫେସୀୟ 2 ଅଧ୍ୟାୟରେ ପ୍ରିୟମାନେ ପୁଣି ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କୁ ସେ ଉତ୍ଥାପିତ କରି କଥାରେ ଆମମାନଙ୍କୁ ତାହାଙ୍କ ସହିତ ସ୍ୱର୍ଗରେ ଉପବିଷ୍ଟ କରିଅଛନ୍ତି। ସେଇ ପଦରେ ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କୁ ଉତ୍ଥାପିତ କରି ମୋର ପ୍ରିୟମାନେ ଖ୍ରୀଷ୍ଟଙ୍କ ସହିତ ଆମକୁ ଉଠାଇଲେ, କାରଣ ଆମେ ବିଶ୍ୱାସ ଦ୍ୱାରା ଆମେ ପ୍ରଭୁ ଆମକୁ ଦୟାର ସାଗର ପରମେଶ୍ୱର ଅନୁଗ୍ରହ ଦେଇ ଆମେ ତାଙ୍କୁ ବିଶ୍ୱାସ କରିବା ଦ୍ୱାରା ପରିତ୍ରାଣ ପାଇଅଛୁ ଏବଂ ତାଙ୍କ ସହିତ ସେ ଆମମାନଙ୍କୁ ଉତ୍ଥାପିତ କରି ସେ ପାପରୁ ମୃତ ହେଇ ଆମେ ଉତ୍ଥାପିତ ହେଇ ସେ ଆମମାନଙ୍କୁ ତାଙ୍କ ସହିତ ସ୍ୱର୍ଗରେ କରିଅଛନ୍ତି। ଏହି ଶରୀର ଅତି ସତ ଆମେ ଯୋଉ ବିଶ୍ୱାସ କରୁଛୁ ଯୋଉ ଗ୍ରହଣ କରିଅଛୁ ଆମେ ଆମର ଆତ୍ମା ସ୍ୱର୍ଗରେ ଅଲରେଡି ଉପବିଷ୍ଟ ଅଛି ବୋଲି ଏହି ସ୍ଥାନ ଆମେ ଦେଖିପାରୁଛୁ। ତେଣୁ ମୋର ପ୍ରିୟମାନେ ଯାହାକି ଆମେ କଲସ୍ୟ ସେ 3:1-3 ପଢିଲୁ ସେଥିରେ ଆମେ ଜାଣିପାରୁଛୁ ତୁମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ। ଆମେ ଖ୍ରୀଷ୍ଟ ପାପ କାହିଁକି ଆମେ ଦେଖିପାରୁଛୁ ବିଶ୍ୱାସରେ ଆମେ ପ୍ରଭୁଙ୍କୁ ଯେତେବେଳେ ପ୍ରାଣକୁ ଗ୍ରହଣ କଲୁ ଆମର ପାପ ପ୍ରଭୁ ଅଲରେଡି ନେଇଛନ୍ତି। ଏଣୁ ଆମମାନେ ସେ ବିଶ୍ୱାସ ଦ୍ୱାରା ଆମମାନେ ପରିତ୍ରାଣ ପାଉଛୁ ଅନୁଗ୍ରହରେ। ସ୍ଥାନ ଲେଖା ଅଛି ଏଫେସୀୟ 3:1 ତୁମେମାନେ ଯେବେ ଖ୍ରୀଷ୍ଟଙ୍କ ସହିତ ଉତ୍ଥିତ ହୋଇଅଛ ତେବେ ଈଶ୍ୱର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଖ୍ରୀଷ୍ଟଙ୍କର ଯେଉଁ ବାସସ୍ଥାନ ସେଇ ଉର୍ଦ୍ଧ୍ୱ ସ୍ଥାନରେ ବିଷୟ ସବୁ ଅନ୍ୱେଷଣ କରୁ। ମାନେ ଆମେ ଯେତେବେଳେ ପ୍ରଭୁରେ ବିଶ୍ୱାସ କରୁ ପ୍ରଭୁ ଆପଣ ପାଇଁ ମୋ ପାଇଁ ସେ ଉତ୍ଥିତ ହେଲେ ଏବଂ ସେ 40 ଦିନ ରହି ସେ ପୁନରୁତ୍ଥିତ ହେଲେ ସ୍ୱର୍ଗ ଗ୍ରହଣ କରେ। ଯଦି ଆମମାନେ କୃଷ୍ଣଙ୍କଠାରେ ବିଶ୍ୱାସ ଦ୍ୱାରା ଆମେ ପୁନରୁତ୍ଥିତ ହୋଇଅଛୁ, ବିଶ୍ୱାସ ଦ୍ୱାରା ଆମେ ପାପ ମୃତ ହୋଇ ଆମେ ଉଦ୍ଦିଷ୍ଟ ବିଷୟରେ ଆମେ ବର୍ତ୍ତମାନ ଆମେ ଚିନ୍ତା କରିବା ପାଇଁ କୁହାଯାଇଛି। ଆଉ ପାର୍ଥିବ ବିଷୟରେ ଆସକ୍ତ ନୁହେଁ ଉଦ୍ଦିଷ୍ଟ ବିଷୟରେ ଆସକ୍ତ ହୁଅ। ମାନେ ଆମେ ପରିତ୍ରାଣ ପାଇଲା ପରେ ଆତ୍ମିକ ଜୀବନ ଆମେ ପୁନର୍ଜନ୍ମ ପାଇଲା ପରେ ଆମମାନଙ୍କ ବେଳରେ କେତେଟା ଚିନ୍ତା ଆସିଥାଏ ଜାଗତିକ ଏବଂ ଆତ୍ମିକ। ମାନେ ଜାଗତିକ ଚିନ୍ତା ବା ନିଜର ଚିନ୍ତା ନିଜର ଭାବନା ଆସିଥାଏ ସେଥିରେ ଆମେ ଜାଗତିକରେ ବା ଶାରୀରିକ ଅଭ୍ୟାସରେ ଆମେ ମାନେ ପାର୍ଥିବ ବିଷୟରେ ଆମେ ଆସକ୍ତ ହେଇଥାଉ। କାରଣ ଶରୀର ଆତ୍ମାଙ୍କ ବିଷୟରେ ଅନେକ ଶତ୍ରୁତା ହୋଇଥାଏ। ଏ ଶରୀର ଅଛି ସେଥିପାଇଁ ସଦାବେଳେ ଆଉ ଶାରୀରିକ ଏବଂ ଆତ୍ମିକ ସଦାବେଳେ ଫାଇଟ୍ ମାନେ ଫାଇଟିଂ ଲାଗିଥାଏ। ତେଣୁ ମୋର ପ୍ରିୟ ମାନେ ଯେତେବେଳେ ଆମମାନଙ୍କର ଆତ୍ମିକ ଜୀବନ ଟିକେ ଅଧିକ ତାହେଲେ ଏ ଶାରୀରିକ ଅଭ୍ୟାସ କମିଥାଏ। ଯଦି ଶାରୀରିକ ଅଭ୍ୟାସ ଯଦି ଅଧିକ ଥାଏ ଆତ୍ମିକ ଅଭ୍ୟାସ ଆମର ପୁରା କମିଥାଏ। କିନ୍ତୁ ମୋର ପ୍ରିୟ ମାନେ ଆତ୍ମିକ ଅଭ୍ୟାସ ବା ଆମର ଆତ୍ମିକ ଜୀବନ ବା ଆମେ ଉଦ୍ଦିଷ୍ଟ ବିଷୟରେ ଯେତେବେଳେ ଆସକ୍ତ ହେବା ପାଇଲେ କେବଳ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ ପ୍ରାର୍ଥନା ଦ୍ୱାରା ଆମେ ଶାରୀରିକ ଅଭ୍ୟାସ ଦ୍ୱାରା ଆମେ ନିଶ୍ଚିତ ଡମିନେଟ୍ କରିପାରିବା, ମାନେ ତଳକୁ ଆମେ ତାକୁ ଚେପେଇ ରଖିପାରିବା। ନହେଲେ ବିନା ବାଇବଲରେ ବାକ୍ୟ ବିନା ପ୍ରାର୍ଥନା ଦିନରେ ବା ବାକ୍ୟ ଶୁଣିବା ଦିନରେ ତେବେ ଆମେ ଉଦ୍ଦିଷ୍ଟ ବିଷୟରେ ଆମେ ଆସକ୍ତ ହେଇପାରିବା ନାହିଁ। ଆତ୍ମିକ ଜୀବନ ଆମେ ଅଭିବୃଦ୍ଧି କରିପାରିବା ନାହିଁ। ଆମେ ବିଶ୍ୱାସ କରୁଛୁ ଆମେ ପରିତ୍ରାଣ ପାଇଛୁ ପୁନର୍ଜନ୍ମ ପାଇଛୁ ସତ କଥା, କିନ୍ତୁ ଆପଣମାନେ ନିଜେ ଆପଣ ଜାଣୁଥିବେ କେତେ ଆମେ ଶାରୀରିକ ଅଭ୍ୟାସ କେତେବେଳେ ଆମେ ପାର୍ଥିବ ବିଷୟରେ ଅନେକ ଆମେ ବେଳରେ ଚିନ୍ତିତ ହେଇଥାଉ। କାରଣ ଏ ଶରୀର ଅଛି ଏଇଟା ଆମମାନଙ୍କୁ ସଦାବେଳେ ଆତ୍ମିକ ଜୀବନ ଫାଇଟ୍ କରିଥାଏ। କିନ୍ତୁ ମୋର ପ୍ରିୟ ମାନେ ସେଥିପାଇଁ 2 ପଦ ଲେଖା ଏଫେସୀୟ 3:2 ଆଉ ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଉଦ୍ଦିଷ୍ଟ ବିଷୟରେ ଆସକ୍ତ ହୁଅ। ସଦାବେଳେ ପ୍ରତିଦିନ ଆଜି ଆମେ ଈଶ୍ୱରଙ୍କ ବାକ୍ୟ ଦ୍ୱାରା ପ୍ରାର୍ଥନା ଦ୍ୱାରା
ଫେଲୋସିପ୍ ସହଭାଗିତା ଦ୍ୱାରା ଆଜି ଆମମାନେ ଯୋଉ ଉଦ୍ଦିଷ୍ଟ ବିଷୟ ଆମେ ଆଶା କରିବା ତ ଦ୍ୱାରା এই ଶାରୀରିକ ବା ପାର୍ଥିବ ବିଷୟରେ ଆମେ ତାକୁ ଡମିନେଟ୍ କରିପାରିବା। କିନ୍ତୁ ମୋର ପ୍ରିୟମାନେ କାରଣ 3 ପଦ ଲେଖା ହେଇଛି ଏଫେସୀୟ 3:3 କାରଣ ତୁମେ ମାନେ ମରିଅଛ। ଆମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମେ ପାପରୁ ମୁକ୍ତ ହେଲୁ। ଆଉ ଆମେ ପାପରୁ ମୁକ୍ତ ଅଛେ। ଏଣୁ ଆମେ ଆଉ ତୁମମାନଙ୍କର ଜୀବନ ଈଶ୍ୱରଙ୍କ ଠାରେ ଖ୍ରୀଷ୍ଟଙ୍କ ସହିତ ଯୁକ୍ତ ଅଛି। ମୋର ପ୍ରିୟମାନେ ଆମେ ପାପରୁ ଯଦି ମୃତ ହେଲୁ ଏଇ ଶାରୀରିକ ଅଭିଳାଷରୁ ଆମେ ମୃତ ହେଲୁ ଆମମାନଙ୍କ ଠାରେ ଆତ୍ମିକ ଜୀବନ ଗୁପ୍ତ ଅଛି। ଏଇଟା ଦେଖାଯିବନି କାରଣ ଶରୀର ଥିବା ଯୋଗୁଁ ଏଇ ଆତ୍ମିକ ଜୀବନ ଦେଖାଯିବ ନାହିଁ। ଜଗତ ମଧ୍ୟ ଘୃଣା କରିପାରନ୍ତି। ବିଭିନ୍ନ ପ୍ରକାର ସୁଫଳ ଆମେ ଦେଖିବା ପାରିବା ନାହିଁ, ଅନ୍ୟମାନେ ଦେଖିପାରିବେ ନାହିଁ। ତେବେ ଆମେ ଯେ ଆତ୍ମିକ ଜୀବନ ଅଛୁ ନା ଶାରୀରିକ ଜୀବନ ଅଛୁ, ଆମେ ପାର୍ଥିବ ବିଷୟରେ ଅଛୁ ନା ଉର୍ଦ୍ଧ୍ୱ ବିଷୟରେ ଅଛୁ, ଆମେ ନିଜେ ନିଜେ ଆମେ ଜାଣିପାରିବା। ଏଣୁ ଆମେମାନେ ଏହି ସ୍ଥାନରେ କେବଳ ପରିତ୍ରାଣ ପାଇବା ଏବଂ କେବଳ ଆତ୍ମିକ ଜୀବନ ଗଠନ କରିବା, ଆତ୍ମିକ ଯେଉଁ ଅଭିବୃଦ୍ଧି ହେବା, ଉଦ୍ଭିଦ ବିଷୟରେ ଆସକ୍ତ ହେବା, ଏହା ସବୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ମୁଁ କେତେଟା ପଏଣ୍ଟ କହିବି କାରଣ ଆମମାନଙ୍କର ସେ ପୁନରୁତ୍ଥାନର ସୁଫଳ ପ୍ରଭୁ ଦଳରେ ଆମକୁ ସୁଫଳ ଦେଇଛନ୍ତି। କାରଣ ଈଶ୍ୱର ବିଶ୍ୱାସ ମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ଯେ ସଜୀବ କରିଅଛନ୍ତି ତାହା ଆମେ କିପରି ଆମେ ବଜାୟ ରଖିବା, କିପରି ଆମେ ସାଇତି ରଖିବା, ତାହା ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ମୋର ପ୍ରିୟମାନେ ଆମେ ଯେ ପାର୍ଥିବ ବିଷୟରେ ଆସକ୍ତ ନ ହୋଇ ଯେହେତୁ ଆମେ ଉଦ୍ଦିଷ୍ଟ ବିଷୟରେ ଆସକ୍ତ ହେବା, ଏଥିପାଇଁ ମୁଁ କେତେଟା ପଏଣ୍ଟ ମୁଁ କହିବି। ଏକ ହେଉଛି ବିଶ୍ୱାସୀ ମାନଙ୍କୁ ଏକ ନୂତନ ଜୀବନ ଦିଅନ୍ତି। କାରଣ ପ୍ରଭୁ ଆମ ବିଶ୍ୱାସୀ ମାନଙ୍କୁ ନୂତନ ଜୀବନ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ଲୋକ ଅନାଜ୍ଞା ବର୍ତ୍ତାର ଲୋକ ଅଛନ୍ତି ଆଉ ସେମାନଙ୍କ ପାଇଁ ସେ ପୁରାତନ ସ୍ୱଭାବ ପୁରାତନ ବିଷୟ ହିଁ ଲୋକମାନଙ୍କ ଠାରେ ଅଛି। କିନ୍ତୁ ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିଛନ୍ତି, ଗ୍ରହଣ କରିଛନ୍ତି, ପରିତ୍ରାଣ ପାଇଛନ୍ତି, ସେ ବିଶ୍ୱାସ ମାନଙ୍କୁ ପ୍ରଭୁ ଏକ ନୂତନ ଜୀବନ ଦେଇଛନ୍ତି। ଏହା ବିଶ୍ୱାସ କିପରି ନୂତନ ଜୀବନ ଦେଇଛନ୍ତି ସେଟା ଆମେ ପାଠ କରିବା। ଦ୍ୱିତୀୟ ତିମୋଥୀ 1:9 ଆମେ ପାରୁଛୁ। ଦ୍ୱିତୀୟ ତିମୋଥୀ 1:9 ଲେଖାଯାଇଛି ସେ ସ୍ଥାନରେ ଈଶ୍ୱର ଆମମାନଙ୍କୁ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ଆହ୍ୱାନ କରିଅଛନ୍ତି। ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରିନାହାନ୍ତି, ମାତ୍ର ତାହାଙ୍କର ନିଜ ସଂକଳ୍ପ ଓ ଅନୁଗ୍ରହ ଅନୁସାରେ କରିଅଛନ୍ତି। ଆଉ ସେହି ଅନୁଗ୍ରହ ଅନାଦି କାଳ ପୂର୍ବରେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆମ୍ଭମାନଙ୍କୁ ପ୍ରଦତ୍ତ ହୋଇଥିଲା, କିନ୍ତୁ ଏବେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କ ଆବିର୍ଭାବ ଦ୍ୱାରା ମୋର ପ୍ରିୟମାନେ ପ୍ରକାଶିତ ହୋଇଅଛି। ସେ ମୃତ୍ୟୁକୁ ଲୋପ କରିଅଛନ୍ତି, ପୁଣି ସୁସମାଚାର ଦ୍ୱାରା ଜୀବନ ଓ ଅମରତାକୁ ଆଲୋକରେ ପ୍ରକାଶ କରିଅଛନ୍ତି। ମୋର ପ୍ରିୟମାନେ ଏହି ବାକ୍ୟ ଆମେ ପଢିବା ଦ୍ୱାରା ଆମେ ଜାଣିପାରୁଛୁ, ଯାହାକି ପ୍ରଥମ ତିମୋଥୀ 1:9-10 ସ୍ଥାନୀୟ ଭାବରେ ଲେଖାଯାଇଛି। ବିଶ୍ୱାସୀ ମାନଙ୍କୁ ଏକ ନୂତନ ଜୀବନ ଦିଅନ୍ତି। ଏମିତି ଦିଅନ୍ତି ଈଶ୍ୱର ଆମମାନଙ୍କୁ ପ୍ରଥମ ସେ ପରିତ୍ରାଣ କରିଅଛନ୍ତି ଓ ପବିତ୍ର ଆହ୍ୱାନରେ ସେ ଆମକୁ ଆହ୍ୱାନ କରି ମାନେ ଡାକି ଅଛନ୍ତି। ଆମେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପାଉଛୁ ଓ ଆମ୍ଭମାନଙ୍କ କର୍ମ ଅନୁସାରେ ସେ ତାହା କରିନାହାନ୍ତି। ଆମର କ୍ରିୟାକର୍ମର କଣ ସେ କରିନାହାନ୍ତି, ମାତ୍ର ତାହାଙ୍କ ନିଜ ଯୋଉ ସଂକଳ୍ପ ଯୋଉ ଯୋଜନା ଆମ ପାଇଁ ଅନୁଗ୍ରହ ଅନୁସାରେ ତାହା କରିଅଛନ୍ତି। ଅନୁଗ୍ରହ କେମିତି? ଯୋଉ ଆମେ ବିଶ୍ୱାସ ଦ୍ୱାରା ଆମେ ଅନୁଗ୍ରହ ପାଇପାରୁଛୁ। ଅବିଶ୍ୱାସ ନୁହେଁ, ଯେହେତୁ ଆମେ ପ୍ରଭୁଙ୍କୁ ବିଶ୍ୱାସ କଲୁ ତ୍ରାଣକର୍ତ୍ତା ଉଦ୍ଧାର ଆମେ ଅନୁଗ୍ରହ ପାଇବୁ। ଆଉ ସେଇ ଅନୁଗ୍ରହ ଅନାଦି କାଳ ପୂର୍ବରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମମାନଙ୍କୁ କଣ ଥିଲା? ପ୍ରଦତ୍ତ ହେଇଥିଲା। କିନ୍ତୁ ଏବେ ଆମମାନେ ଯୀଶୁ ଖ୍ରୀଷ୍ଟ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ସେଇ ଜଗତକୁ ଆସିବା ଦ୍ୱାରା ବିଶ୍ୱାସିତ ହେବା ଦ୍ୱାରା ପୁନଃସ୍ଥିତ ହେବା ଦ୍ୱାରା ତାହା ସବୁ କିଛି ପ୍ରକାଶିତ ବା ପ୍ରମାଣ ହେଉଛି। ଆଉ ସେ ମୃତ୍ୟୁକୁ ଅଲରେଡି ଲୋପ କରିଛନ୍ତି। ପୁଣି ଆଜି ସୁସମାଚାର ଶୁଣିବା ଦ୍ୱାରା ସେମାନଙ୍କ ଜୀବନ
ଓ ଅମାରକତ୍ୱ ଆମେ ଆଲୋକରେ ପ୍ରକାଶ କରିଅଛନ୍ତି। ମୋର ପ୍ରିୟମାନେ, ଏହା କେବଳ ବିଶ୍ୱାସୀ ମାନଙ୍କ ନିମନ୍ତେ ଏଟା ପ୍ରଭୁ ଯୀଶୁ ପୁନଃ ସୁଫଳ ମିଳେ। ଅବିଶ୍ୱାସୀ ମାନଙ୍କ ପାଇଁ ନୁହେଁ, ତାହା ଦଣ୍ଡାଜ୍ଞା। ଅତି ସର୍ବ ଯେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପାଇଅଛି, ଯେ ଅବିଶ୍ୱାସ କରୁଛି ସେ ଦଣ୍ଡାଜ୍ଞା ପାଇଅଛି ବୋଲି ଲେଖାଯାଇଛି। ଏହା ବୁଝିବା କଷ୍ଟକର ହୋଇଥାଏ, ତଥାପି ପ୍ରଭୁଙ୍କର ପୁନରୁତ୍ଥାନ ଶକ୍ତି ଆମମାନଙ୍କ ପାଇଁ ସଜୀବ କରେ। ନମ୍ବର 2, ଦ୍ୱିତୀୟ ପଏଣ୍ଟ ଆମେ ଦେଖିପାରୁଛୁ, ବିଶ୍ୱାସୀ ମାନଙ୍କୁ ପୁନର୍ଜନ୍ମ ଦିଅନ୍ତି। ବାସ୍ତବରେ ବିଶ୍ୱାସୀ ମାନେ କେବଳ born again ପୁନର୍ଜନ୍ମ ଦିଅନ୍ତି, ଆଉ ବିନା ବିଶ୍ୱାସରେ କାହାକୁ ସେ ସବୁ ପୁନର୍ଜନ୍ମ ଦିଅନ୍ତି ନାହିଁ। ଯୋଉଟା ଆମେ ପଢିବା ପ୍ରଥମ ପିତର 1:4 ପଢନ୍ତୁ, ଏମିତି ପାଇଲେ। ପ୍ରଥମ ପିତର 1 ପର୍ବ ତାର 3-4। ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଓ ପିତା ଧନ୍ୟ, ସେ ମୃତମାନଙ୍କ ମଧ୍ୟରୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ପ୍ରାପ୍ତି ନିମନ୍ତେ, ଅର୍ଥାତ୍ ଯେ ଅକ୍ଷୟ ଅକଳଙ୍କିତ ଅଜର ଅଧିକାର ଯେଉଁମାନଙ୍କ ନିମନ୍ତେ ସ୍ୱର୍ଗରେ ସଞ୍ଚିତ ହୋଇଅଛି, ଏହା ପାଇବା ନିମନ୍ତେ ଆପଣାର ମହାଦୟାରେ ଆମମାନଙ୍କୁ ପୁନର୍ଜନ୍ମ ଦେଇଅଛନ୍ତି। ମୋର ପ୍ରିୟମାନେ, ଏଇ ଚଞ୍ଚଳ ଭାବ ଆମେ ଦେଖିପାରୁଛୁ। ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଓ ପିତା ଧନ୍ୟ। ବାସ୍ତବରେ ଧନ୍ୟବାଦ ପାଇବା ଏକମାତ୍ର ଯଜ୍ଞବନ୍ତ ପରମେଶ୍ୱର। କାରଣ ସେ ମୃତମାନଙ୍କ ମଧ୍ୟରୁ ସେ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଅନେକ ଲୋକ ଆଜି ଆସିଥିଲେ। ଆଗରୁ ଅନେକ ମୃତ୍ୟୁ ଦ୍ୱାରା ସିଏ ଆବଦ୍ଧ ହେଇକି ଆଜି ପର୍ଯ୍ୟନ୍ତ ରହିଛନ୍ତି, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ମୃତ୍ୟୁ କୌଣସି ଆବଦ୍ଧ କରିପାରିନି, ସେ କୌଣସି ରଖିପାରିନାହାନ୍ତି। ତେଣୁ ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଜୀବନଦାୟକ ଭରସା ଆମମାନେ ପ୍ରାପ୍ତି ହେଇଛୁ। କାରଣ ଯୀଶୁ ଖ୍ରୀଷ୍ଟ ପୁନରୁତ୍ଥିତ ହେଲେ, ସେ ସେଥିପାଇଁ ଆମର ଭରସା ପ୍ରାପ୍ତି ନିମନ୍ତେ ସେ ଆପଣାର ମହାଦୟାରେ ଆମ୍ଭମାନଙ୍କୁ କଣ କରିଛନ୍ତି? ପୁନର୍ଜନ୍ମ ଦେଇଅଛନ୍ତି। ମୋର ପ୍ରିୟମାନେ, ଆଗ ବି ଆମେ ସେ ମୃତ ଥିଲୁ, ପାପରେ ମୃତ ଥିଲୁ, ଆମେ ଯୀଶୁଙ୍କ ବିଶ୍ୱାସ ଦ୍ୱାରା ଆମେ ପୁନର୍ଜନ୍ମ ପାଇଅଛୁ। ପୁନର୍ଜନ୍ମ ଅର୍ଥ ପାପର କ୍ଷମା, ପୁନର୍ଜନ୍ମ ଅର୍ଥ ଆମମାନଙ୍କ ଅନୁଗ୍ରହ ପାଇଅଛୁ। ପୁନର୍ଜନ୍ମ ଅର୍ଥ ପୁନର୍ଜନ୍ମ ତାଙ୍କ ଈଶ୍ୱରଙ୍କ ସନ୍ତାନ ଅଧିକାର ପାଇଛୁ। ତେଣୁ ମୋର ପ୍ରିୟମାନେ, ବିଶ୍ୱାସୀ ମାନଙ୍କୁ ପ୍ରଭୁ ପୁନର୍ଜନ୍ମ ତା ପୁନରୁତ୍ଥିତ ଶକ୍ତି ଦ୍ୱାରା ଆମମାନଙ୍କ ବିଶ୍ୱାସ ଦ୍ୱାରା ଆମେ ପୁନର୍ଜନ୍ମ ପାଇଅଛୁ। ଯୋଉ ପୁରାତନ ସବୁ ଲୋପ ପାଇଅଛି, ନୂଆ ଜୀବନ ଆମେ ପାଇଅଛୁ, ତାହା ହଉଛି ପୁନର୍ଜନ୍ମ। ଆଉ ନମ୍ବର 3କୁ ଆମେ ଯିବା, ବିଶ୍ୱାସୀ ମାନଙ୍କ ଜୀବନକୁ ସେ ନୂଆ ଭାବରେ ଗଢ଼ନ୍ତି। ଯେତେବେଳେ ପୁନର୍ଜନ୍ମ ଆମେ ପାଇଛୁ, ନୂଆ ଜୀବନ, ନୂଆ ଶକ୍ତି, ନୂଆ ବଳ, ଅନେକ ନୂଆ ଭାବନା ପ୍ରଭୁ ଆମମାନଙ୍କୁ ଦେଇଛନ୍ତି। କାରଣ ଆମେ ପୁନର୍ଜନ୍ମ ପାଇଲୁ, ପୁନର୍ବାର ଆମେ ଜନ୍ମ ହେଲୁ ଆତ୍ମିକରେ ଖ୍ରୀଷ୍ଟଙ୍କ ଠାରୁ, ଯୀଶୁ ଖ୍ରୀଷ୍ଟଙ୍କ ବାକ୍ୟ ଦ୍ୱାରା, ତ ଦ୍ୱାରା ଆମେ ନୂଆ ଜୀବନ ସେ ଆମକୁ ଗଢ଼ନ୍ତି। କେମିତି ଗଢ଼ନ୍ତି? 2 Corinthians ଯାହାକି 5 ସେଟା ଲେଖା ଅଛି। ତେଣୁ ଯଦି କି ଖ୍ରୀଷ୍ଟଙ୍କ ଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି, ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ଜୀବନ ସବୁ ହୋଇଅଛି। ହାଲେଲୁୟା। ମୋର ପ୍ରିୟମାନେ, ଆମେ ଦେଖିପାରୁଛୁ, ଯଦି କେହି ଆଜି ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି, ଯଦି କେହି ଖ୍ରୀଷ୍ଟଙ୍କୁ ଭରସା ରଖୁଛି, ବିଶ୍ୱାସ କରୁଛନ୍ତି, ସେମାନେ କଣ? ନୂତନ ସୃଷ୍ଟି ଅଛନ୍ତି। ଭାବରେ ଜଗଗ୍ରହଣ କରୁଛୁ। ବର୍ତ୍ତମାନ ନୂତନ ସୃଷ୍ଟି ଈଶ୍ୱରଙ୍କ ବାକ୍ୟ ଦ୍ୱାରା ନୂତନ ସ୍ୱଭାବ, ନୂଆ ଜୀବନ ଆମେ ପାଇଅଛୁ। ଆମେ ପ୍ରଭୁଙ୍କୁ ନ ଜାଣିବା ପୂର୍ବରୁ ଆମମାନଙ୍କ ଜୀବନ ଅବସ୍ଥା ଅନେକ ମିଛ କହୁଥିଲୁ, ଠକୁଥିଲୁ, ନିନ୍ଦା କରୁଥିଲୁ, ଅପମାନ କରୁଥିଲୁ, ঈର୍ଷା କରୁଥିଲୁ, ବିଭିନ୍ନ ଶାରୀରିକ ଅଭିଳାଷ ଲିପ୍ତ ଥିଲୁ, ମଦ କି ଶାରୀରିକ ଅଭିଳାଷ ଲିପ୍ତ ଥିଲା। କିନ୍ତୁ ପ୍ରଭୁଙ୍କୁ ଯିବା ପରେ ଆମେ କଣ ଜୀବନ
ପ୍ରଭୁଟା କଲୁ, ଗୀତ ଗାଇଲୁ, ଆଜି ଆମେ ପ୍ରଭୁଙ୍କୁ ପ୍ରଶଂସା କଲୁ, ପ୍ରାର୍ଥନା କଲୁ, ଆରାଧନା କରୁଛୁ। ଏହା ହଉଛି ନୂତନ ସ୍ୱଭାବର ପ୍ରଭୁଙ୍କୁ ଆମେ ଗୌରବ ମହିମା କରୁଛୁ। ତେଣୁ ପ୍ରଭୁ ଆଜି ଆମର ସମସ୍ତ ପୁରାତନ ସ୍ୱଭାବ ଲୋପ କରି ବର୍ତ୍ତମାନ ଆମେ ନୂତନ ବିଷୟ ସବୁ ଆମମାନଙ୍କୁ ନୂତନ ବିଷୟ ସବୁ ଆମମାନଙ୍କୁ ଦେବେ। ତେଣୁ ଆମଙ୍କର ବିଶ୍ୱାସ ମାନଙ୍କ ଜୀବନକୁ ପ୍ରଭୁ ନୂଆ ଭାବରେ ଗଢିଛନ୍ତି, ଗଢନ୍ତି। ମୋର ପ୍ରିୟ ମାନେ ଆମେ ଦେଖିପାରୁଛୁ ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନର ସୁଫଳ ଆମେ ଦେଖିପାରୁଛୁ। ଏବଂ ନମ୍ବର ଆମେ ଯିବା ଯେ ବିଶ୍ୱାସୀ ମାନଙ୍କୁ ନିମ୍ନଲିଖିତ ବିଷୟ ଗୁଡ଼ିକ ସେ ଦିଅନ୍ତି। କଣ କଣ ଦିଅନ୍ତି? କେତେଟା ବିଷୟ ପ୍ରଭା ମାନଙ୍କୁ ଦିଅନ୍ତି। ପ୍ରଥମେ ଆମକୁ ଶୈତାନ ଉପରେ ଜୟ ଲାଭ କରିଛନ୍ତି। ଦ୍ୱିତୀୟରେ ଶୈତାନ ଉପରେ ଆମକୁ କର୍ତ୍ତୃତ୍ୱ କରିବା ପାଇଁ ମଧ୍ୟ ପ୍ରଭା ମାନଙ୍କୁ ଶକ୍ତି ଦେଇଛନ୍ତି। ଯେତେବେଳେ ଆମେ ସେ ଟ୍ରିକ୍ ଜାଣିବା ଆମେ ଶୈତାନ କବଳରୁ ଆମେ ଜୟ ହେଇପାରିବା। କେମିତି ଆମେ ଜୟ ହେଇପାରିବା? ମୋର ପ୍ରିୟମାନେ ଯଦି ଆପଣ ପଢିବେ ଆଉ ଦେଖିପାରୁଛୁ ପ୍ରଥମ ଜଣ 4:4-5 ଲେଖାଯାଏ ଶୈତାନ ଉପରେ ଆମେ ଜୟଲାଭ କେମିତି କରିପାରୁଛୁ ସେଟା ଲେଖାଇଛି। ବୈଶ୍ୟଗଣ ତୁମ୍ଭେମାନେ ଈଶ୍ୱରଙ୍କ ଠାରୁ ଜାତ। ହଁ ମୋର ପ୍ରିୟମାନେ ଆମେ ଯେତେବେଳେ ଈଶ୍ୱରଙ୍କ ଠାରୁ ଆମେ ଜାତ ହେଲୁ ଆଉ ତୁମେମାନେ ସେମାନଙ୍କୁ ଜୟ କରିଅଛ। ଆମେ ସେମାନଙ୍କୁ ଆମେ ଜଗତକୁ ଶୈତାନ ଉପରେ ଆମେ ଜୟ କରୁଛୁ। କିନ୍ତୁ ତାହା ଆମେ ଶୈତାନଠାରୁ ଆମେ କିପରି ଜୟ କରୁଛୁ? କାରଣ ଯେଉଁ ଶୈତାନ ସେ ଜଗତର ମହାନ, ଯିଏକି ଈଶ୍ୱରଙ୍କ ଆମେ ଜାତ ସେ ଜଗତକୁ ଜୟ କରେ। କିଏ? କାରଣ ଯୀଶୁଖ୍ରୀଷ୍ଟ କହିଲେ ମୁଁ ତୁମମାନଙ୍କ ଅଛି କିନ୍ତୁ ଆମେ ମାନେ ଜଗତକୁ ଜୟ କରି ତେଣୁ ଭୟ ନାହିଁ, ତୁମମାନେ ଜଗତକୁ ଜୟ କରିବ ବୋଲି ମଧ୍ୟ ପ୍ରଭୁ ପ୍ରତିଜ୍ଞା କରିଛନ୍ତି। ଆଉ ଯାହା ଜଗତକୁ ଆମେ ଜୟ କରିଅଛି ତାହା ଆମ୍ଭମାନେ ବିଶ୍ୱାସ କରିବା। କାରଣ ଯୀଶୁଖ୍ରୀଷ୍ଟ ଅଲରେଡି ଶୈତାନ ଉପରେ ଜଗତ ଉପରେ ପ୍ରଭୁ ଯୀଶୁ ଜୟ କରି ସେ ପୁନର୍ଥିତ ହେଇଥିବା ଯୋଗୁଁ ଆଉ ଯୀଶୁ ଈଶ୍ୱରଙ୍କ ପୁତ୍ର ଏହା ଯେ ଆମେ ବିଶ୍ୱାସ କରିବା ତାହା ଛଡା ଆଉ କେହି ଜଗତକୁ ଜୟ କରିନାହିଁ। ଆମେ ସେଇ ଜଗତ ଜୟ କରୁଥିବା ବ୍ୟକ୍ତିଙ୍କ ଠାରେ ଯୀଶୁଙ୍କ ଠାରେ ଆମେ ବିଶ୍ୱାସ କରିଅଛୁ। ଏଣୁ ତାଙ୍କ ବିଶ୍ୱାସ ଦ୍ଵାରା ଆମେ ସବୁ ଉପରେ ଆମେ ଜୟ ଲାଭ କରିବା। ଏଣୁ ତ ମୋର ପ୍ରିୟମାନେ ଅନେକ ଆମମାନଙ୍କ ସମ୍ମୁଖରେ ଅନେକ ନିନ୍ଦା, ଅନେକ ତାନା, ଅନେକ ଅପମାନ ଏହି ସମସ୍ତ ବିଷୟରେ କେମିତି ଆମେ ଜୟ କରିପାରୁଛୁ? ଶୈତାନ କାର୍ଯ୍ୟରୁ କେମିତି ଆମେ ଜୟ କରି ହେଇପାରୁଛୁ? କେବଳ ଈଶ୍ୱରଙ୍କ ବିଶ୍ୱାସ ଦ୍ୱାରା ତାହାଙ୍କ ଠାରେ ଖ୍ରୀଷ୍ଟଙ୍କ ସନ୍ତାନ ଅଧିକାର ଆମେ ଜାତ ହେଇଥିବା ଯୋଗୁଁ ଆମେ ନିଶ୍ଚିତ ଜଗତକୁ ଆମେ ଜୟ କରିପାରିବା। ଶୈତାନ ଉପରେ ଆମେ ଜୟ ଲାଭ କରିପାରିବା। ଶୈତାନ ଆମେ ଶୈତାନ ଦେଖିପାରୁ କିନ୍ତୁ ଅନେକ ଲୋକଙ୍କ ଦ୍ୱାରା ଶୈତାନ କାର୍ଯ୍ୟ କରନ୍ତି। ସେଟା ମନୁଷ୍ୟ କରୁନାହାନ୍ତି। ଶୈତାନ ଅନ୍ୟଙ୍କ ଦ୍ୱାରା ଆମକୁ ନିନ୍ଦା କରିବା, ଘୃଣା କରିବା, ଈର୍ଷା କରିବାଟା এই সমস্ত বিষয় শৈতান দ্বারা আসিଥାଏ, କୌଣସି ମନୁଷ୍ୟ ଦ୍ୱାରା ନୁହେଁ। ଆଜିକାଲି ଯେ ଭାଇ ଭାଇ ମଧ୍ୟରେ ଏତେ ଗୋଟେ ରକ୍ତର ଭାଇ ମଧ୍ୟରେ ଝଗଡ଼ା ଜାତି ତାର ଶୈତାନ କାର୍ଯ୍ୟ କରୁଛି। ନିଜ ପରିବାର ମଧ୍ୟରେ ବିଭିନ୍ନ ପ୍ରକାର ଶୈତାନ କାର୍ଯ୍ୟ କରୁଛି। ତେଣୁ ମୋର ପ୍ରିୟମାନେ ଏହା ସମସ୍ତ ଶୈତାନ ଠାରୁ ଆସିଥାଏ। ଆମେ ଜୟ କରିବା ପାଇଲେ ଆମେ ଖ୍ରୀଷ୍ଟଙ୍କୁ ଜାତ ହେଉଛୁ, ଈଶ୍ୱର ଭରସା ରଖିବା। ଆମେ ଯେତେବେଳେ ପ୍ରାର୍ଥନା ବିଶ୍ୱାସ କରିବା ଆମ ସମସ୍ତ ବିଷୟ ଜୟ ହେଇପାରିବା ଏବଂ ଜୟ ମଧ୍ୟ ହେଉଥିବା। ଆଉ ଗୋଟେ ବିଷୟ ଆମେ ଦେଖିବା ଶୈତାନ ଉପରେ ଆମେ କେମିତି କର୍ତ୍ତୃତ୍ୱ କରିବା, ତାହାକୁ ଆମେ କେମିତି ଅଧିକାର କରିବା। କାରଣ ପ୍ରଥମ ପିତର 3:21-22 ଲେଖାଯାଏ ଆପଣାର ପୁନରୁତ୍ଥାନ ଉତ୍ତାରେ ଯୀଶୁଖ୍ରୀଷ୍ଟ ସ୍ୱର୍ଗଆରୋହଣ କରି ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ସେ ଉପବିଷ୍ଟ ଅଛନ୍ତି। ଆଉ ତୁମ୍ଭେମାନେ କ୍ଷମତାବାନ ଓ ଶକ୍ତିଶାଳୀମାନେ ଏଥିରେ ଶୈତାନ ତାହାଙ୍କ ବଶୀଭୂତ କରିଅଛନ୍ତି। ଯଦି ଆପଣ ପଢିବେ ଦେଖିବେ ଆମେ ଶୈତାନ ଉପରେ ପ୍ରକୃତି ଆମେ କରିଅଛୁ। ଯଦି ପଢିବେ କି ଗୋଟେ ପଢନ୍ତୁ ପ୍ରଥମ ପିତର 3:21-22 ପିତର 3:21-22 ପ୍ରଥମ ପିତର 3:21-22 ସେଥିରେ
ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ଶୁଚି ବିବେକ ପାଇବା ନିମନ୍ତେ ପ୍ରାର୍ଥନା ଯୀଶୁ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମମାନଙ୍କୁ ପରିତ୍ରାଣ କରିଅଛି। ଏହି ଯୀଶୁ ଖ୍ରୀଷ୍ଟଙ୍କ ସୌଭାଗ୍ୟ କରି ଈଶ୍ୱରଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇ ଅଛନ୍ତି। ଆଉ ଦୂତମାନେ କ୍ଷମତାବାନ ଓ ଶକ୍ତିଶାଳୀ ମାନେ ତାହାଙ୍କ ବଶୀଭୂତ ହୋଇଅଛନ୍ତି। ଆମେ ବୁଝିପାରୁଛୁ, ଆମେ ଦେଖିପାରୁଛୁ ଯେ 21 ପଦ ସେଥର ପ୍ରତିରୂପ ବାପ୍ତିସ୍ମ ଅର୍ଥାତ୍ ଶରୀରର ମଳିନତା ଦୂରୀକରଣ ନୁହେଁ, କିନ୍ତୁ ଈଶ୍ୱରଙ୍କ ନିକଟରେ ଆମେ ଶୁଚି ବିବେକ ପାଇବା ନିମନ୍ତେ ଯାହା ଆମେ ପ୍ରାର୍ଥନା ବା ଯୀଶୁଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଏବେ ତୁମେମାନେ ପରିତ୍ରାଣ ପାଇଅଛ। ଯଦି ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ଉଠି ନଥାନ୍ତା, ପୁନରୁତ୍ଥିତ ହୋଇନଥାନ୍ତା, ହେଲେ ଆମେ କେବେ ପରିତ୍ରାଣ ପାଇନଥାନ୍ତୁ। କାରଣ ଯୀଶୁ ଅପରାଧ ନିମନ୍ତେ ସେ ସମର୍ପିତ ହେଲେ। ପୁନରୁତ୍ଥିତ ହେଇନଥାନ୍ତା ତାହେଲେ କଣ ଆମେ ପରିତ୍ରାଣ ପାଇବା? ତେଣୁ ଯୀଶୁ ଉତ୍ଥିତ ହେବା ଦ୍ୱାରା ପରିତ୍ରାଣ ଏବଂ ଧାର୍ମିକତା ମାନଙ୍କୁ ଦେଇଛନ୍ତି। ତେଣୁ ସେହି ଯୀଶୁ ଖ୍ରୀଷ୍ଟ ଯୋଉ ସ୍ୱର୍ଗରୋହଣ କରି ଈଶ୍ୱରଙ୍କ ସେ ଦକ୍ଷିଣ ପାର୍ଶ୍ୱରେ ବର୍ତ୍ତମାନ ସେ ଉପବିଷ୍ଟ ଅଛନ୍ତି। ସେ ନିଜର ରକ୍ତ ଘେନି ସେ ମହାପବିତ୍ର ସ୍ଥାନକୁ ଦେଇ ଯୋଉ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱରଙ୍କ ନିକଟରେ ସମର୍ପିତ କଲେ। ଆଉ ତୁମ୍ଭେମାନେ କ୍ଷମତାବାନ ଅର୍ଥାତ୍ ଶୈତାନ ଶକ୍ତିମାନ ସେ ତାହାଙ୍କ ଆମେ ବଶୀଭୂତ ହୋଇଅଛନ୍ତି। ତେଣୁ ଆମେ ଶୈତାନକୁ ଆମେ ଅଲରେଡି ବଶୀଭୂତ କରିଅଛୁ ତାହାଙ୍କ ଶକ୍ତି ଦ୍ୱାରା। ତେଣୁ ମୋର ପ୍ରିୟମାନେ, ଯୀଶୁ ଏତେ ରକ୍ତର ଶକ୍ତି ଥିଲା ମନୁଷ୍ୟକୁ ପରିବର୍ତ୍ତନ କରୁଛି, ଚେଞ୍ଜ କରୁଛି ଏବଂ ବଳବାନ କରୁଅଛି। ଯେପରି ସାମସନଙ୍କ ଜୀବନରେ କେବଳ ତା କୀର୍ତ୍ତି ତା ପ୍ରେରଣା ହୋଇଥିବାରୁ ଏତେ ବଳ ଥିଲା ଯେ ସବୁ ହେଇପାରିଥିଲା। ଆଜି ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଆମେ ଯୋଉ ଭରସା ଯୋଉ ଆମେ ନିର୍ଭର କରୁଛୁ, ଆମେ ସବୁଥିରେ ଆସିବ ସମସ୍ୟା ସମ୍ମୁଖରେ ଆମେ ସମସ୍ତ ସାଇଡରେ ଆମେ ଜୟ ହେଇପାରିବା। ମୋର ପ୍ରିୟ ଏଇ ତାର ଆମେ ଶିଖିପାରୁଛୁ ଶୈତାନ ଉପରେ ଆମେ କର୍ତ୍ତୃତ୍ୱ ଆମେ କରିପାରିବା କେବଳ ଯୀଶୁ ଖ୍ରୀଷ୍ଟଙ୍କ ଆଡ଼େ ବଶୀଭୂତ ହେବା ଦ୍ୱାରା। ତାପରେ ଆମେ ଶୈତାନର ଶକ୍ତି ଉପରେ କିଛି ଆମେ ଜୟ ହେଇପାରିବା। ହୁଏତ ଆମେ ଏଟା ବିଶ୍ୱାସ କରି ନ କରିବା ହେତୁ ଆମେ ଦୁର୍ବଳ ହେଉଛୁ, କିନ୍ତୁ ଅଲରେଡି ପ୍ରଭୁ ଆମକୁ ଶକ୍ତି ଯୁକ୍ତ କରିଛନ୍ତି। ସେଥିରେ ତୁମମାନେ ଆନ୍ତରିକ ଚକ୍ଷୁ ପ୍ରସନ୍ନ ଆମେ ଦେଖିପାରୁ ଶୈତାନ ଉପରେ ଆମେ ଶକ୍ତି ବିଶ୍ୱାସ ଯେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ଵ ଆମେ ଜାଣିବା ଦରକାର। ପ୍ରଭୁ ପୁନରୁଦ୍ଧିତ ହେଇଛନ୍ତି ମାନେ ସେ ଶୈତାନକୁ ଶକ୍ତିକୁ ସେ ଶକ୍ତି ଉପରେ ଜୟ କରିଅଛନ୍ତି। ଆମେ ଦେଖିପାରୁଛୁ ଏ ସ୍ଥାନରେ ସେଇ ଶକ୍ତି ସେ ଖ୍ରୀଷ୍ଟଙ୍କର ସାଧନ କରି ତାହାଙ୍କ ମୃତମାନଙ୍କ ମଧ୍ୟ ସେ ଉଠାଇ ସେ ସମାଜ ଆଧିପତ୍ୟ ପ୍ରସ୍ଥାପନ ଶକ୍ତି ପ୍ରଭୁତ୍ୱ ପୁରୀ ଇହ କାଳ ଓ ମଧ୍ୟ ପରକାଳ ଯେତେ ଆମେ ନାମ ଖ୍ୟାତ ସେ ସମସ୍ତଙ୍କ ଉପରେ ତାହାଙ୍କୁ ଉନ୍ନତ କରାଇ ସ୍ୱର୍ଗରେ ଆପଣ ଦକ୍ଷିଣ ପାର୍ଶ୍ୱରେ ପ୍ରଭୁ ଯୀଶୁ ଉପବିଷ୍ଟନ ହେଲେ। ମୋର ପ୍ରିୟମାନେ ଏଇଟା ଆମେ ଦେଖିପାରୁଛୁ। ଆଉ ସମସ୍ତ ବିଷୟରେ ତାହାଙ୍କ ପାଦ ତଳେ ବଶୀଭୂତ କରି ରଖି ତାହାଙ୍କୁ ସର୍ବ ବିଷୟରେ ମହାନ ମସ୍ତକ ରୂପେ ମଣ୍ଡଳକୁ ସେ ଦାନ କଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପୁନଃସ୍ଥିତ ଶକ୍ତିରେ ପବିତ୍ରାତ୍ମାଙ୍କୁ ପଠାଇ ମଣ୍ଡଳକୁ ମସ୍ତକ ରୂପେ ସେ ଜଗତକୁ ଦାନ କଲେ। ତେଣୁ ଆଜି ପ୍ରତ୍ୟେକ ଜାଗାରେ ମଣ୍ଡଳ ସ୍ଥାପନ ହଉଛି, ପ୍ରତ୍ୟେକ ଜାଗାରେ ମଣ୍ଡଳ ସ୍ଥାପନ କରିବା ପାଇଁ ପ୍ରଭୁ ଶକ୍ତିଯୁକ୍ତ କରିଛନ୍ତି। ଆଉ ସେହି ମଣ୍ଡଳୀ ତାହାଙ୍କର ଶରୀର ସ୍ୱରୂପ ଅର୍ଥାତ୍ ଯେ ସମସ୍ତ ବିଷୟକୁ ସର୍ବତ ଭାବରେ ଆମକୁ ପୂର୍ଣ୍ଣ କରନ୍ତି। ତାହାଙ୍କ ପୂର୍ଣ୍ଣତା ଆମେ ଯାହାକି ଏଫେସୀୟ 1:18 ଆମେ ଦେଖିପାରୁଛୁ, ଯେ ମାର୍କ 16:15 ଆମେ ଦେଖିପାରୁଛୁ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ସେଇ ଶକ୍ତି ଦେଇ ପ୍ରତ୍ୟେକ ଜାଗାରେ ପ୍ରତିଜ୍ଞା ଯାଅ ମୋର ସୁସମାଚାର ଘୋଷଣା କର। ଆଜି ଅନେକ ଲୋକ ପାଇବା ନିମନ୍ତେ ଅନେକ ଆଜି ବିଭିନ୍ନ ସୁସମାଚାର ଦେଇ ଲୋକ ମୃତ ହେଲେ ମଧ୍ୟ କରତଳ କାଟିଲେ ମଧ୍ୟ ରକ୍ତାକ୍ତ କଲେ ମଧ୍ୟ
ଲୋକମାନେ ସୁସମାଚାର କାହିଁକି ବନ୍ଦ ହଉନି? କାରଣ ସେ ପୁନର୍ଥିତ ଶକ୍ତି ଯୀଶୁଙ୍କର କ୍ରୁଶର ଶକ୍ତି ଦ୍ଵାରା ଆଜି ଲୋକମାନେ ଠିଆ ହେଇପାରୁଛନ୍ତି। ଏହା ହଉଛି ଆମେ ସମସ୍ତ ଜଗତ ଜୟ କରିବେ। କାରଣ ମଣିଷ ଶରୀର ନିମନ୍ତେ ଲୋକେ ଭୟଭୀତ ନ କରି ଆଜି ଆତ୍ମିକ ଭୟରେ ଲୋକମାନେ ସୁସମାଚାର ପ୍ରାର୍ଥନାରେ ଉପବିଷ୍ଟ ହୁଅନ୍ତି। ନହେଲେ କେବେ 2000 ବର୍ଷ ତଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁଶାତିରେ ପୁନର୍ଥିତ ହେଇଥିଲେ ନହେଲେ ଆଜି ଖ୍ରୀଷ୍ଟିଆନ ଜୀବନ ଆଜି ଅନେକ ପୁନର୍ଥିତ ଶକ୍ତି ଲୋପ ପାଇଥାନ୍ତି। ମୋର ପିଲାମାନେ ମୋର କହିବା ଉଦ୍ଦେଶ୍ୟ ପ୍ରଭୁ ଆମକୁ ଆଦେଶ ଦେଇଛନ୍ତି। ସେ ଆଦେଶକୁ ଆମେ ମାନୁଛୁ। ଆମେ ଅବଜ୍ଞା ଥିଲୁ, ଅବାଧ୍ୟତା ଥିଲୁ, କିନ୍ତୁ ଯୀଶୁ ଖ୍ରୀଷ୍ଟକୁ ଜାଣିବା ପରେ ପୁନର୍ଥିତ ହେଲା ପରେ ଆଜି ପ୍ରତ୍ୟେକ ପରମେଶ୍ୱର ଯୀଶୁ ଖ୍ରୀଷ୍ଟଙ୍କ ପ୍ରତିଜ୍ଞା ଆଜ୍ଞାକୁ ଲୋକେ ମାନି ଯିଏ ଯେଟା ସମ୍ମୁଖ ହେଲେ ମଧ୍ୟ ସେମାନେ ଜୟ ହେଇପାରୁଛନ୍ତି। ଆଜି ସାରା ବିଶ୍ୱରେ ଆଉ ଖ୍ରୀଷ୍ଟିଆନିଟି ବୃଦ୍ଧି ପାଉଛି। କାରଣ ଯୀଶୁ ଆମେ ଅନାଜ୍ଞା ଥିଲୁ, ବର୍ତ୍ତମାନ ଆଜ୍ଞା ପାଇଲୁ। ସେ ଆଜ୍ଞାକୁ ଆମେ ଶେଷ ପଦ ପଢିବା, ଆମେ ସମାପ୍ତ କରିବା। ଆଉ ସେ ଆଜ୍ଞା କଣ ପ୍ରଭୁ ଆମକୁ ଆଦେଶ ଦେଇଛନ୍ତି। ମାଥ୍ୟୁ ଆପଣ ଶୁଣନ୍ତୁ 28 ପର୍ବ, ମାଥ୍ୟୁ 28 19-20 ପଦ ପଢି ଆମେ ସମାପ୍ତ କରିବା। ଆଉ ଯୋଉ ଆମେ ଅନାଜ୍ଞା ଥିଲୁ ବର୍ତ୍ତମାନ ପ୍ରଭୁ ଆମମାନଙ୍କୁ ଆଜ୍ଞା ଭୋଟା ଦେଲେ। ତାଙ୍କୁ ପୁନର୍ଥିତ ଶକ୍ତି ଦ୍ଵାରା ଆଜି ଅନେକ ଲୋକ ଆଜ୍ଞା ଭୋଟାରେ ଏଣୁକୁ ଚାଲନ୍ତି। ମାଥ୍ୟୁ 27-28 ତାର 19-20 ପଦ। ଅତଏବ ତୁମେମାନେ ଯାଇ ସମସ୍ତ ଜାତିର ଲୋକଙ୍କୁ ପିତା ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେଇ ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କରେ। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦା ସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ଏହା ହଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରତିଜ୍ଞା। ମୋର ପ୍ରିୟ ମାନେ ଆଗ ମଣିଷ ଅନାଜ୍ଞା ବହତା ହୋଇ ଦିନ ସହିତ ପାପରେ ମୃତ ଥିଲେ। ଯୀଶୁ ଯେତେବେଳେ ପୁନର୍ଥିତ ହେଲେ ଆମମାନଙ୍କୁ ସେଇ ପାପ ଅନାଜ୍ଞା ବହତା ନିଜ ସମର୍ପିତ କଲେ ଏବଂ ପୁନର୍ଥିତ ହେବା ଦ୍ୱାରା ଆମକୁ ଧାର୍ମିକ ଗଣିତ କରି ପ୍ରଭୁ ଏଇ ଆଜ୍ଞା ଦେଲେ। ଅନାଜ୍ଞା ଆମେ ଥିଲୁ, ଏଇ ଆଜ୍ଞା ଦେଲେ କଣ? ଅତଏବ ତୁମାନେ ଯାଇ ସମସ୍ତ ଜାତିର ଲୋକଙ୍କ ପିତା ପୁତ୍ର ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ। ଆଜି ପ୍ରତ୍ୟେକ ଜାତି ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଆଜି ଲୋକମାନେ ବାପ୍ତିସ୍ମ ନେଇ ଆଜି ପିତା ପୁତ୍ର ପବିତ୍ରାତ୍ମାଙ୍କ ନାମରେ ବାପ୍ତିସ୍ମ ନେଇ ସେମାନେ ଆଜି ଅନେକ ଶିଷ୍ୟତ୍ୱ ପାଉଛନ୍ତି। କୋଉ ଜାତି ଖ୍ରୀଷ୍ଟିଆନ ହେଇନାହାନ୍ତି ବୋଲି କିଛି ନାହିଁ, କୋଉ ଜାତି ପ୍ରଭୁଙ୍କୁ ଜାଣିନାହାନ୍ତି ବୋଲି କିଛି ନାହିଁ। ସାରା ବିଶ୍ୱରେ ଆପଣ ଯୋଉ ଜାଗାକୁ ଯାଆନ୍ତୁ, ଜାତି ବର୍ଣ୍ଣ ନିର୍ବିଶେଷରେ ଲୋକେ ପ୍ରଭୁଙ୍କୁ ଜାଣିଛନ୍ତି। ଆପଣ ମାନେ ପାକିସ୍ତାନ ଦିଅନ୍ତୁ, ପାକିସ୍ତାନ ମଧ୍ୟ ପ୍ରଭୁ ଲୋକ ଅଛନ୍ତି। ଆମେ ମୁସଲିମ ପାଖକୁ ଯାଉ, ମୁସଲିମ ପ୍ରଭୁ ଅଛନ୍ତି। ସବୁ ଥାନ୍ତି। ଆମେ ଏବେ ତ ଆଜି ଅଧିକ ବୃଦ୍ଧି ପାଉଛନ୍ତି ଭାରତରେ। ଟୋଟାଲ ଭାରତ ବର୍ଷ ସାରା ବିଶ୍ୱରେ ଟୋଟାଲ ଖ୍ରୀଷ୍ଟିଆନ ଅଧିକ ବୃଦ୍ଧି ପାଉଛି। କାରଣ ପ୍ରଭୁଙ୍କ ସେ ପ୍ରତିଜ୍ଞା ଆଜ୍ଞା ଆଜି ଅନେକ ସୁଫଳ ମିଳିଥାଏ। ପୁନରୁତ୍ଥାନ ଶକ୍ତି ଦ୍ୱାରା ଆଜି ସୁଫଳ ଖ୍ରୀଷ୍ଟିଆନ ଜୀବନ ତାହା ଘଟୁଅଛି। କାରଣ ପ୍ରତିଜ୍ଞା କରିଛନ୍ତି ମୁଁ ତୁମମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ମୁଁ ଆଜି ସୁସମାଚାର ପ୍ରଚାର କରିବା। ସୁସମାଚାର ସୁସମ୍ବାଦ କହିବା ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ, ମୃତ୍ୟୁ ଏବଂ ପୁନରୁତ୍ଥାନ, ଏହା ହେଉଛି ସୁସମାଚାର। ମୋର ପ୍ରିୟ ମାନେ ମନେ ରଖିଥାନ୍ତୁ, ଆଜି ପ୍ରଭୁ ଆମକୁ ସୁସମାଚାର ନିମନ୍ତେ ଯୋଉ ଆଜ୍ଞା ଦେଇଛନ୍ତି, ତାଙ୍କ ଜନ୍ମ, ତାଙ୍କ ମୃତ୍ୟୁ ଏବଂ ତାଙ୍କ ପୁନରୁତ୍ଥାନ ଶକ୍ତି, ଆଉ ସେଗୁଡ଼ିକ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ ଲେଖାଇଲା। ଆଉ ଦେଖ ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ହାଲେଲୁୟା। ମୋର ଯୁଗାନ୍ତ ପର୍ଯ୍ୟନ୍ତ, ଶେଷ ଅନ୍ତ ପର୍ଯ୍ୟନ୍ତ ପରମେଶ୍ୱର ଆମମାନଙ୍କ ସହିତ ନିଶ୍ଚିତ ଅଛନ୍ତି। ତେଣୁ ଆଜି ଯେଉଁମାନେ ଏଇ ଆଜ୍ଞା, ଏଇ ପ୍ରତିଜ୍ଞାକୁ ସ୍ମରଣ କରନ୍ତି ସେମାନେ ମାନେ ଆଜି ଅନେକ ପ୍ରଭୁଙ୍କ ନିମନ୍ତେ ସେ ଆଜ୍ଞା ଧରି
ଆଜି ଯେତେ ପ୍ରତିବନ୍ଧ କଲେ ମଧ୍ୟ, ଯେତେ ପ୍ଲାନ୍ ଯୋଜନା ଲୋକେ କଲେ ମଧ୍ୟ, ଯେତେ ଦାୟୀ ପଡ଼ିଲେ ମଧ୍ୟ, ଯେତେ ଲୋକେ ଆଘାତ କଷ୍ଟ ପାଇଲେ ମଧ୍ୟ, ଶିଷ୍ୟମାନଙ୍କୁ ମଧ୍ୟ ଆପଣ ଜାଣିବେ ସେ ତ କରତରେ କଟା ହେଲା, କାହାକୁ ତେଲ କଳରେ ପକାଇଲା, କାହାକୁ ଓଲଟା ସୁଶାସିତ କରାଲା, କାହାକୁ ତ ଚମଡ଼ା ଉତ୍ତରା ହେଲା, ତ ସେଥିରେ କେତେ ଲୋପ ପାଇଥାନ୍ତି ନା ମୋର ପ୍ରିୟ ମାନେ। ଆଉ ତାର କେତେ ଗୁଣରେ ଆଜି ପ୍ରଭୁଙ୍କ ରାଜ୍ୟ ବୃଦ୍ଧି ପାଉଛି, କାରଣ ଏଟା ମିଥ୍ୟା ନୁହେଁ, ଏଟା ସତ୍ୟତା। କାରଣ ଅନେକ ଏ ସତ୍ୟତା ଆଜ୍ଞା ବହତାଇଲେ, କାରଣ ଯୀଶୁ ଖ୍ରୀଷ୍ଟଙ୍କର ପୁନଃସ୍ଥିତ ଶକ୍ତି ଆଜି ଆମମାନଙ୍କୁ ସୁଫଳ ଦେଉଅଛି। ତେଣୁ ଆସୁ ଆମମାନଙ୍କ ଜୀବନରେ ଆମେ ଅନ୍ୟ ଦେଶ ସାରା ଆମେ ପ୍ରଚାର ନ କରିପାରିବା, ସାକ୍ଷ୍ୟମାନ ହୋଇ ନ ପାରିବା, କିନ୍ତୁ ଆମେ ନିଜ ସାହି ପଡ଼ିଶା ନିଜ ଲୋକଙ୍କୁ ଆମେ ନିଶ୍ଚିତ ସାକ୍ଷ୍ୟମୟ ସେ ପୁନଃ ସୁଫଳତା ଆମେ ପ୍ରକାଶ କରିବା ଆମମାନଙ୍କ ଜୀବନରେ ଆବଶ୍ୟକତା ଅଛି। ଆସୁ ଆମେ ନିଜକୁ ଆମେ ସମର୍ପଣ କରିବା, ନିଜକୁ ଆମେ ପ୍ରଭୁ ମୁଁ ବି ତୁମ ସୁସମାଚାର ଅନ୍ୟକୁ ମୁଁ କହିପାରିବି, ଏହା ହଉଛି ମୁକ୍ତିର ସମ୍ବାଦ, ଏହା ହଉଛି ଶାନ୍ତିର ସମ୍ବାଦ, ଏହା ହଉଛି ଅନନ୍ତ ଜୀବନର ସମ୍ବାଦ। ଆମେ ତାହା ମାନେ ଯୀଶୁ ଏଥିପାଇଁ ପୁନଃସ୍ଥିତ ହୋଇଛନ୍ତି, ସେଇ ଶକ୍ତିକୁ ଆମେ ପ୍ରମାଣିତ କରିବା ପାଇଁ ଆମମାନଙ୍କୁ ପ୍ରଭୁ ଶକ୍ତିଯୁକ୍ତ କରନ୍ତୁ। ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ସମସ୍ତେ ବାକ୍ୟ ନିମନ୍ତେ